ରାତିର ବାସି ବଳକା ଅଟାରୁ ଆପଣ ବି ବନେଇ ପାରିବେ ଏହି ପରିକା ଟିଫିନ ଯୋଉଟା ଛୁଆ ମାନେ ତ ଖାଇବାକୁ ପସନ୍ଦ କରିବେ ଆଉ ଆପଣ ମାନଙ୍କଠୁ ଆରମ୍ଭ କରି ବଡ ମାନେ ବି ମଧ୍ୟ ସମସ୍ତେ ଖାଇବାକୁ ପସନ୍ଦ କରିବେ ଆଉ ଏଇଟା କେବଳରୁ ହିଁ କେବଳ 5 ମିନିଟରୁ ଅଧିକ ଟାଇମ ଲାଗିବ ନାହିଁ ଗ୍ୟାରେଣ୍ଟି ମୋର ଆଉ ଖାଇସାରିଲା ପରେ ଆପଣ ଡେଲି ଏଇଟା ହିଁ ବନେଇବେ। ତ ଦେଖନ୍ତୁ ଫ୍ରେଣ୍ଡ କରିବାର କଣ ଅଛି ପ୍ରଥମେ ଆମକୁ ଏହିପରି ଭାବରେ ରାତିର ବଳକା ଅଟା ବାସି ଅଟା ନେଇଯିବାର ଅଛି କିମ୍ବା ଆପଣ ଯଦି ଚାହିଁବେ ଇନଷ୍ଟାଣ୍ଟ ମଧ୍ୟ ଅଟା ଚକଟି ପାରିବେ କିନ୍ତୁ ଆମେ କଣ କରିଥାଉ ବଳକା ଫୋପାଡି ଦେଇଥାଉ କି ଆମେ କିଛି ଯେମିତି କି ନର୍ମାଲ ଆମେ ପରଟା ରୁଟି କରି ଖାଇ ପାରୁଥାଉ ସକାଳେ କିନ୍ତୁ ଏଟା ଟିକେ ଟାଇମ ଲାଗିଥାଏ ଏଇ ଜିନିଷଟା କଲେ ବହୁତ କମ ଟାଇମ ଲାଗିଥାଏ ଆଉ ଛୁଆ ମାନେ ମଧ୍ୟ ଖାଇଦିଅନ୍ତି ଯୋଉମାନେ ରୁଟି ଖାଇବାକୁ ପସନ୍ଦ କରନ୍ତିନି ପରଟା ପୁରୀ ଖାଇବାକୁ ପସନ୍ଦ କରନ୍ତିନି ସେମାନଙ୍କୁ ଏହିପରି ଭାବରେ ଏଇଟା କରିକି ଟିଫିନରେ ଦିଅନ୍ତୁ ବହୁତ ବଢିଆ ଭାବରେ ଖାଇବେ ଏଇଟା ଆପଣ ଇଭିନିଂ ରେ ବି ସ୍ନାକ୍ସ ପରିକା ଖାଇପାରିବେ ବ୍ରେକଫାଷ୍ଟ ରେ ବି ଖାଇପାରିବେ ଟିଫିନ ରେ ବି ମଧ୍ୟ ନେଇପାରିବେ ତ କରିବାର କଣ ଅଛି ଅଟାଟିକୁ ଏହିପରି ଭାବରେ ଲମ୍ବା ଲମ୍ବା କରିକି ତାକୁ ଛୋଟ ଛୋଟ ଏହିପରି ଭାବରେ କାଟିଦବାର ଅଛି ଫ୍ରେଣ୍ଡ ଧ୍ୟାନ ଦେଇକି କଥା ଶୁଣିବେ ଯଦି ଏଇଟା ଛୋଟ ଛୋଟ କାଟିବେ ତ ଖାଇବାରେ ବଢିଆ ଟେଷ୍ଟ ଲାଗିବ ଆଉ ମଜା ବି ଲାଗିବ କାହିଁକି ନା ଆପଣ ଯେତିକି ସାଇଜ କରିବେ ତାର ଏଇଟା ଡବଲ ହେଇଯିବ ତେଣୁକରି ଧ୍ୟାନ ଦେଇକି ଏଇ ଷ୍ଟେଜଟାକୁ ଦେଖି ନିଅନ୍ତୁ ମୁଁ ଆପଣଙ୍କୁ ରିପିଟ କରିକି 2 ଥର ଦେଖେଇବି ଆପଣ ଟିକେ ଭଲସେ ଦେଖି ନିଅନ୍ତୁ ଆଉ ଏପର୍ଯ୍ୟନ୍ତ ଯଦି ସିକ୍ରେଟ ଫୁଡି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ଲାଇକ୍ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ତାକି ମୁଁ ଯେତେବେଳେ ବି ଅପଲୋଡ କରିବି ଭିଡିଓ ନୂଆ ନୂଆ ସଭା ପ୍ରଥମେ ଆପଣ ହିଁ ଦେଖିପାରିବେ ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ କଣ୍ଟି ଚାମଚ ନେଇଯିବାର ଅଛି ନେଇକି ଉପରେ ଗୋଟେ ଅଟାର ଗୁଳାଟେ ଥୋଇଦେବେ ଚାପି ସାରିଲା ପରେ ହାତରେ ଏହିପରି ଭାବରେ ବହୁତ ବଢିଆ ଭାବରେ ଗୁଡେଇ ଦେବେ ଏଇଟା କେବଳ ଗୋଟେ ସେକେଣ୍ଡ ବି ଲାଗିନଥାଏ ବହୁତ ଜଲ୍ଦି ହେଇଯାଇଥାଏ ବନେଇବାରେ ଆଉ ଏଇଟା ମଧ୍ୟ ବହୁତ ମଜା ଲାଗିଥାଏ ଆପଣ ଚାହିଁଲେ ଆପଣ ମାନଙ୍କ ଛୁଆ ପିଲାଙ୍କର ମଧ୍ୟ ବି ହେଲ୍ପ ନେଇପାରିବେ କିମ୍ବା ଯେକୌଣସି ଲୋକଙ୍କର ଆପଣ ଏଠି ହେଲ୍ପ ନେଇପାରିବେ ପୁରା ପ୍ରପର ମାନେ ଗୋଟେ ସେକେଣ୍ଡ ବି ଏଟା ଲାଗିବ ନାହିଁ ଇଏ ଦେଖନ୍ତୁ ଫ୍ରେଣ୍ଡ ଚାପିବେ ଏହିପରି ଭାବରେ ମୋଡିଦେବେ ଟିକେ ଅଧିକ ଜୋରେ ଚାପିବେ ତାକି ଏଇ ଯୋଉ ସେପ୍ ଟା ଆସିବ ସେପ୍ ଟା ବହୁତ ବଢିଆ ଭାବରେ ଏମିତି ରହିଯିବ ଆଉ ମଧ୍ୟ ଯେତେବେଳେ ଆମେ ଏଇଟାକୁ ନେକ୍ସଟ ପ୍ରୋସେସିଂ କୁ ଯିବା ତାର ଷ୍ଟାଇଲ ଟା ଟୋଟାଲି ବି କିଛି ବି ହଲିବନି କି ଚମକିବନି ଠିକ ଯେମିତି ଦେଖୁଛନ୍ତି ସେମିତି ହେଇକି ରହିବ ଦେଖନ୍ତୁ ଫ୍ରେଣ୍ଡ ଏଟା ଆମେ ସବୁତକ କରିଦେଲେ କରିକି ଏବେ ଆମେ ନେଇଗଲେ ଗରମ ପାଣି ପୁରା ଗରମ ପାଣି ଫୁଟୁଛି ଆପଣ ଦେଖୁଥିବେ ବହୁତ ବଢିଆ ଭାବରେ ଗରମ ପାଣି ଫୁଟୁଛି ତା ଭିତରେ ଆମେ ପକେଇଦବା ଆମର ଏଇ ଅଟାର ନୁଡଲ୍ସ ଟି ମାନେ ଆମର ଏଇ ଅଟାର ପାସ୍ତା ଟି ଆମେ ଏଇଠି ପକେଇଦବା ପକେଇକି ବହୁତ ବଢିଆ ଭାବରେ ଫୁଟେଇ ଦବା ପାଇଁ ଏଇଠି ଫ୍ରେଣ୍ଡ ମନେ ରଖନ୍ତୁ ସବୁବେଳେ ଆମକୁ ଏଇଠି ଯେତେବେଳେ ଏଇ ଜିନିଷଟା କରୁଛନ୍ତି ୟାକୁ ପୁରା ହାଇ ଫ୍ଲେମ ରେ ରଖିବେ ଏକଦମ ହାଇ ଫ୍ଲେମ ରେ ରଖିବେ ଗରମ ପାଣି ଫୁଟୁଥିବ ପାସ୍ତା ପକେଇବେ ହାଇ ଫ୍ଲେମ ରେ ରଖିବେ ଗୋଟେ ଚାମଚ ଆପଣ ତେଲ ଦେଇଦେବେ ଆଉ ହାଫ ଚାମଚ ଆପଣଙ୍କୁ ଏଇଠି ଲୁଣ ଦେଇଦବାର ଅଛି ତେଲ ଦେବା ଦ୍ଵାରା କଣ ହେଇଥାଏ ଆମର ପାସ୍ତାର ସବୁତକ ଏକାଠି ହେଇକି ଲାଗି ଲାଗି ଯାଇ ନଥାଏ ଯାହା ଦ୍ଵାରା କି ବହୁତ ବଢିଆ ଭାବରେ ଅଲଗା ଅଲଗା ହେଇକି ରହିଥାଏ ଆଉ ଲୁଣ ଦେଲେ କଣ ଅଛି ଟିକେ ଜଲ୍ଦି ଏଇଟା ସିଝିଥାଏ ଫ୍ରେଣ୍ଡ ବେଶୀ ଟାଇମ ନାହିଁ ୟାକୁ କମ ସେ କମ ହାଇ ଫ୍ଲେମ ରେ 2 ମିନିଟ ରଖିବାର ଅଛି ହାଇ ଫ୍ଲେମ ରେ ରଖିକି 2 ମିନିଟ ରଖିଦେବେ ଇଏ ଦେଖନ୍ତୁ ଫ୍ରେଣ୍ଡ 2 ମିନିଟ ଏବେ ମୋର ହେଇଗଲାଣି ଆଉ ପାସ୍ତା ଟା ପୁରା ଡବଲ ହେଇଯାଇଛି ଫୁଲିକି ସାଇଜ ରେ ଠିକ ଯେମିତି ଆପଣ ଦେଖୁଥିଲେ ଆପଣ ପ୍ରଥମକୁ ବି ଯାଇକି ମଧ୍ୟ ଦେଖିପାରିବେ କେତିକି ପତଲାର ହେଇକି ଥିଲା ଆଉ ଏବେ କେତେ ମୋଟା ହେଇକି ଅଛି ଆଉ ବହୁତ ବଢିଆ ଭାବରେ କଲର ଦେଖାଯାଉଛି ତାକୁ ଛାଣି ଦେଇକି ରଖିଦିଅନ୍ତୁ ସାଇଡରେ କିଛି ବି ଆଉ ତେଲ ଫେଲ ଗୋଳେଇବା ଦରକାର ନାହିଁ ତାକୁ ଛାଣି ଦେଇକି ସାଇଡରେ ରଖିଦିଅନ୍ତୁ ପ୍ୟାନରେ ନେଇଯାଆନ୍ତୁ ସୋରିଷ ତେଲ କଟାଇ ରଖିଥିବା ପିଆଜ ଯଦି ଆପଣ ରିଫାଇନ ତେଲ ଖାଇବାକୁ ପସନ୍ଦ କରୁଛନ୍ତି କିମ୍ବା ଯେକୌଣସି ତେଲ ଖାଉଛନ୍ତି ସେଇ ତେଲ ଆପଣ ଏଠି ୟୁଜ କରିପାରିବେ ଛୋଟ ଛୋଟ ପିଆଜ ଛୋଟ ଛୋଟ ଟମାଟୋ ଛୋଟ ଛୋଟ କଞ୍ଚା ଲଙ୍କା ଛୁଆମାନେ ଯଦି ଖାଉଛନ୍ତି କଞ୍ଚା ଲଙ୍କା ଏଠି ଆପଣ ଇଗ୍ନୋର କରିପାରିବେ ଆଉ ଏଇଠି ଦେଖନ୍ତୁ ଫ୍ରୋଜେନ ମଟର ମୁଁ ରଖିଦେଇଛି ଆଉ ଫ୍ରୋଜେନ କ୍ୟାପ୍ସିକମ ଏଠି ଦେଇଦେଇଛି ଆପଣଙ୍କ ପାଖରେ କ୍ୟାପ୍ସିକମ କିମ୍ବା ମଟର ଯଦି ନାହିଁ ତ ଆପଣ ଏଟାକୁ ସ୍କିପ୍ କରିପାରିବେ ଯେକୌଣସି ଭେଜିଟେବୁଲ ଆପଣ ଏଠି ୟୁଜ କରିପାରିବେ ଲୁଣ ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଏଇଠି ମୁଁ ପକେଇ ଦେଇଛି ବହୁତ ବଢିଆ ଭାବରେ ୟାକୁ ମିଶେଇ ଦବା ଫ୍ରେଣ୍ଡ ଏଇଠି ବେଶୀ କିଛି ମସଲା ଆମର ଦରକାର ହୁଏନି ଚାଇନିଜ ଆଇଟମ ତେଣୁକରି ଭିନେଗାର ଅଧ ଚାମଚ ସୋୟା ସସ୍ ଅଧ ଚାମଚ ଚିଲି ସସ୍ ଏଇଠି ଅଧ ଚାମଚ ଟମାଟୋ କେଚପ କିମ୍ବା ଟମାଟୋ ସସ୍ ଏଇଠି ଅଧ ଚାମଚ ଦେଇକି ସେଇ ଯୋଉଥିରେ ଆପଣ ନେଇଥିବେ ସେଇଥିରେ ପାଣି 2 ଚାମଚ ଦେଇକି ବହୁତ ବଢିଆ ଭାବରେ ଆପଣ ଏଇଠି ପକେଇଦେବେ ତାକି ଆମର ଯୋଉତକ ସସ୍ ଆମେ ପକେଇଲେ ଆଉ ଟିକେ ପରିବା ଆମକୁ ସିଝିବାକୁ ବହୁତ ବଢିଆ ଭାବରେ ଜଲ୍ଦିରେ ସିଝିଯିବ ଆଉ ଖାଇବାକୁ ମଧ୍ୟ ବହୁତ ଟେଷ୍ଟ ଲାଗିବ ତେଣୁକରି 2 ଚାମଚ ଏଇଠି ପାଣି ଦେଇଦେବେ ତାପରେ ଆମେ ରଖିଥିବା ଅଟାରେ ବନେଇ ରଖିଥିବା ପାସ୍ତା ତା ଉପରକୁ ପକେଇଦେବେ ଫ୍ରେଣ୍ଡ ବିଶ୍ୱାସ କରିବେନି ଏଟା 5 ମିନିଟରୁ କମ ବି ଲାଗିଯିବ ଆଉ ଫ୍ରେଣ୍ଡ ଏଇ ଜିନିଷଟି ମନେ ରଖିଥିବେ ଗୋଟେ ଟିପ୍ସ ଏଇ ଜିନିଷଟା ଆପଣ କଲାବେଳେ ସବୁବେଳେ ହାଇ ଫ୍ଲେମ ରେ ରଖିବେ ଫ୍ଲେମ ବିଲକୁଲ ବି ଲୋ କରିବେନି ଚାଇନିଜ ଆଇଟମ କଲାବେଳେ ସବୁବେଳେ ହାଇ ଫ୍ଲେମ ରେ କରାଯାଏ ତାକୁ ସବୁବେଳେ ହାଇ ଫ୍ଲେମ କରିକି ରଖନ୍ତୁ ଆଉ ଯଦି ଫ୍ରେଣ୍ଡ ସିକ୍ରେଟ ଫୁଡି ଚ୍ୟାନେଲ ର
कौन भी वीडियोटी आपको पसंद आसुची भल लगुच गोटे कमेंट दिंतु मत आप जगार देखुं आपड़ या बनइबे कि नाई आउ ए जिनसटी एते भाइराल हो चली अटार पास्ता निहाती भाव में बनातु देखो फ्रेंड बेसी ना 2 मिनट पर्यंत आम छाड़देले पास्ता को पास्ता एबे पूरा रेडी परफेक्ट हो गला 2 मिनट पर ये आमर पास्ता रेडी हो जाए आप एंजॉय करंतु आ केमती लगे